ଲିଖନୀରେ କାହାଣୀ। ଆଜିର ଗଳ୍ପ କଲୁରୀ ବେଣ୍ଟ କଥା। ଗୋଟିଏ ଗାଁରେ ବୁଢ଼ୀଟିଏ ଥିଲା। ସେ ଥରେ ବାଟରେ ଯାଉ ଯାଉ କଲରା ମଞ୍ଜିଟିଏ ପାଇଲା। ସେହି କଲରା ମଞ୍ଜିକୁ ବାରିପଟେ ଲଗାଇ ବୁଢ଼ୀ ମାଉସୀ କହିଲା, ମଞ୍ଜିରେ ମଞ୍ଜି, କାଲିକୁ ଯଦି ଗଜା ନ ହେବୁ ତେବେ କୁମାର ଘର କଟୁରୀରେ ହାଣିଦେବି। ସତକୁ ସତ ମଞ୍ଜି ଡରି ଯାଇ ତା ପରଦିନ ଗଜା ହୋଇଗଲା। ପୁଣି ବୁଢ଼ୀ ମାଉସୀ ଆସି କହିଲା, କାଲିକୁ ଯଦି ଗଛ ହୋଇନଥିବୁ ତେବେ କୁମାର ଘର ଦାଆଣି କାଟିଦେବି। ସତକୁ ସତ ତା ପରଦିନ ବୁଢ଼ୀ ମାଉସୀ ଦେଖିଲା ବେଳକୁ ଗଛରେ ଫୁଲ ଫଳ ହୋଇଛି ଓ 5ଟି କଲରା ପାଚି ଲାଲ ଟୁକ୍ ଟୁକ୍ ଦିଶୁଛି। ବୁଢ଼ୀ ମାଉସୀ କଲରାକୁ ଜଗି ବସିଲା। ଏତିକି ବେଳେ ଗୋଟିଏ କାଉ ସେଇପଟେ ଯାଉଥିଲା। ପାଚିଲା କଲରାକୁ ଦେଖି ତା ପାଟିରୁ ଲାଳ ବୋହିଲା। ସେ ବୁଢ଼ୀ ମାଉସୀକୁ କହିଲା, ମାଉସୀ, ମତେ ଗୋଟିଏ ପାଚିଲା କଲରା ଦେ। ମାଉସୀ କହିଲା, ନେବୁ ଯେ ଯା, ଆଗେ କୂଅରୁ ପାଣି ଆଣି ଥଣ୍ଟଟା ଧୋଇଦେବୁ। କାଉ ଉଡ଼ି ଉଡ଼ି କୂଅ ପାଖକୁ ଗଲା ଓ କହିଲା, ଦେ କୂଅ, ଦେ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। କୂଅ କହିଲା, ପାଣି ଦେବି ଯେ ଯା, କୁମ୍ଭାର ଘରୁ ଗୋଟିଏ ମାଠିଆ ଆଣିବୁ। କାଉ ଉଡ଼ି ଉଡ଼ି କୁମ୍ଭାର ଘରକୁ ଗଲା ଓ କହିଲା, ଦେ କୁମ୍ଭାର, ଦେ ମାଠିଆ, ଆଣେ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। କୁମ୍ଭାର କହିଲା, ଦେବି ଯେ ମୋ ପାଖରେ ମାଟି ନାହିଁ, ଯା ମାଟି ଆଣିବୁ, ମୁଁ ମାଠିଆ ତିଆରି କରି ତୋତେ ଦେବି। କାଉ ପୁଣି ଉଡ଼ି ଉଡ଼ି କୁମାର ପାଖକୁ ଗଲା ଓ କହିଲା, ଦେ କୁମାର, ଦେ କୁଦାଳ, ଖୁଳୁ ମାଟି, ଗଢ଼ୁ କୁମ୍ଭାର କଳସ ଗୁଟି, କାଢ଼େ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। କୁମାର କାଉକୁ କୁଦାଳ ଦେଲା। କାଉ କୁଦାଳ ନେଇ ମାଟି ଆଣିଲା। କୁମ୍ଭାରକୁ ମାଟି ଦେଲା। କୁମ୍ଭାର ମାଟିରେ ମାଠିଆ କରି କାଉକୁ ଦେଲା। କାଉ ମାଠିଆରେ କୂଅରୁ ପାଣି ଆଣିଲା, ଥଣ୍ଟ ଧୋଇଲା, ବୁଢ଼ୀ ମାଉସୀ ପାଖକୁ ଗଲା। ବୁଢ଼ୀ ଖୁସି ହୋଇ ତାକୁ ପାଚିଲା କଲରାଟିଏ ଦେଲା। କାଉ ପାଚିଲା କଲରା ଖାଇ ଖୁସିରେ ଉଡ଼ିଗଲା। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।